କିନ୍ତୁ ସେଇଥିପାଇଁ ମହାପୁରୁଷ କହିଲେ ଗୁପ୍ତ ମହାଭାରତ ଟଇ ଗୁପ୍ତ ଭୋଇ ଯେ ଅଟଇ ଗୁପ୍ତ ଭୋଇ ସେନାପତି ଆତ ଜାତ ହେଉ ଅଛି ତହିଁ ବାବୁ ହେଉ ଅଛି ତହି କହିଲେ ଗୁପ୍ତ ମହାଭାରତ ଟଇ ଗୁପ୍ତ ଭୋଇ ସେଠି ଗୁପ୍ତ ମହାଭାରତ ଯୁଦ୍ଧ ହବ। ଗୋଟି ଓଳି ମହାଭାରତ ଯୁଦ୍ଧ ବାକ୍ୟ ଅଛି ସବୁ ଜାଗାରେ ହବ ନା କୋହିରା ଟିକେରେ ମଧ୍ୟ ହବ। ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ଦେଖନ୍ତୁ ମହାଭାରତ ଇଏ ସିନା ଆମେ ବ୍ରହ୍ମାଣ୍ଡରେ ୟାକୁ ବୁଝେଇଲେ ଇଏ ପିଣ୍ଡରେ ମଧ୍ୟ ମହାଭାରତ ଯୁଦ୍ଧ ଚାଲିଛି। ଆମ ବିଚାର ସହିତ ଯୁଦ୍ଧ ଚାଲିଛି, ବିବେକ ସହିତ ମନର ଯୁଦ୍ଧ ଚାଲିଛି, ଏ ଭିତରେ ଯୁଦ୍ଧ ଚାଲିଛି ନାଇଁ। ଇନ୍ଦ୍ରିୟ ମାନଙ୍କ ସହିତ ବିବେକର ମଧ୍ୟ ଯୁଦ୍ଧ ଚାଲିଛି। ପଞ୍ଚ ଜ୍ଞାନେନ୍ଦ୍ରିୟ ପଞ୍ଚ କର୍ମେନ୍ଦ୍ରିୟ ଆମ ଭିତରେ ରହିଛି। ତେଣୁ ସେ ପାଞ୍ଚ ଜ୍ଞାନେନ୍ଦ୍ରିୟ ପାଞ୍ଚ କର୍ମେନ୍ଦ୍ରିୟ ମିଶିଗଲା 10 ଇନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ 5 କର୍ମେନ୍ଦ୍ରିୟ। ଇଏ 10 ଇନ୍ଦ୍ରିୟ ଭିତରେ ରଜା ହେଉଛି ମନ। ମନର ବୋଲରେ ଇନ୍ଦ୍ରିୟ ମାନେ ପରିଚାଳିତ ହେଉଛନ୍ତି। ତେଣୁ ସେ ମନ ସହିତ ବିବେକର ମଧ୍ୟ ମହାଭାରତ ଯୁଦ୍ଧ ଚାଲିଛି। ମନ କହୁଛି ଏଇଟା କରିବି ସେଇଟା କରିବି, ଏଇଆ ଖାଇବି ସେଇଆ ଖାଇବି, ମଟନ ଖାଇବି ଚିକେନ ଖାଇବି ଆଇଁଷ ଖାଇବି। ତେଣୁ ମନ କହୁଛି ଅମୁକ ପିଇବି, କିନ୍ତୁ ବିବେକ ବାଧା ଦେଉଛି ନା ଏଇଟା ମଣିଷର ଖାଦ୍ୟ ନୁହଁ। ନାଇଁ ଫଳ ଫୁଲ ଶାଗ ଦଧି ଦୁଧ ବାଛି ଅମୃତ ମଣ ହିଁ ତୋ ପାଇଁ ରଖିଛି। ଇରେ ମଦ ଗଞ୍ଜା ଖାଇ ରୋଗ କିଣ ତୁ ଏ କହିରୁ ପୁଣି ଯିବ ବୋଧରେ ଆଖି ଥାଇ ହେଲୁ ଅନ୍ଧ। ନାଇଁ ବିବେକ କହୁଛି ନାଇଁ ସେଇଟା ଖାନି। ବୋଲିଏ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି शुद्धि जानी ज्ञानी गुणी मंडली गुप्त महाभारत टई गुप्त भई सीटा गुप्त भई गोहिरा टिगिरी महाभारत युद्ध सेटारे हबो बुझिले। आउ सेनापति आतजात हेउ अछि तई से सेनापति कार जे कि मुकुंद देवंकर सेनापति आतजात हेउ अछि तई पहिले चुम्बक मालिकार शिशु अनंत धर्मेश्वर राजा तही गुप्ते रही बाबू गुप्ते रही सैन्य जे सागरे ने गुप्ते रखी बाबू गुप्ते रही धर्मेश्वर राजा धर्मराज युधिष्ठिर से गोहिरा टिकिरे गुप्तरे अछंदी। आओ सैन्य जे सागर सागर नहीं गुप्ते रखी सागर रे बैतरणी नदी रे सैन्य सामंत को रखी बोली ये कथा मालिकार लिखा जाए केते सत्य केते मिथ्या समय आसिले तार कही प्रमाण मिलियो नहीं। पुणी महापुरुष कहले सिद्ध शरीर धारण करीण राजन बाबू करीण राजन गुप्त जी होई अछंदी सेही सरोवर बाबू सेही सरोवर बोले गुप्त जे होई अछंदी सेही सरोवर ओटी ना जो बैतरणी नदी सरोवर रे धर्मराज युधिष्ठिर सैन्य जगै के रखिछन। युद्ध हम महाभारत युद्ध से आप जानते पारिवारिक व्यवस्था देखले से अंचलवासी मैंने सब कौ मैंने सब अच्छा कहले सैन्य जे सागरे घेनी बाहर होइब बाबू बाहर बड़ी महाभारत युद्ध को आरंभिब जे युद्ध को आरंभिब सैन्य जे सागर घेनी बाहर होइब आउ कली महाभारत युद्ध को आरंभ ये घटना घटक कौटी गोहिराटी कहले गोहिराटी करा ठारे हाड़ कुड़ा कुड़ा बाबू हाड़ कुड़ा कुड़ा कथा बारंग चिते मणु थिबो गोढ़ा बाबू मणु थिबो गोढ़ा गोहिरा टिकरा ठारे हाड़ कुड़ा कुड़ा
ଏ କଥା ବାରଙ୍ଗ ଚିତେ ମଣୁଥିବୁ ଗୁଢ଼ ଆଗକୁ ଗହିରା ଟିକିରେ ହାଡ଼ କୁଡ଼ କୁଡ଼ ହେଇ ପଡ଼ିବ ରେ ବାରଙ୍ଗ ଏ କଥାକୁ ତୁ ଚିତ୍ତରେ ମଣୁଥିବୁ ଗୁଢ଼ ଏ କଥାକୁ ସତ୍ୟ ବୋଲି ଭାବିକି ତୁ ଥିବୁ। ଆଉ ସେଇ ସମୟରେ ଚକଡ଼ା ମଡ଼ାଣରେ ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଲେ କହିଲେ ଘୋର ରଡ଼ି ହେବ ଗହିରା ଟିକିରେ ଥୟ ନ ପଡ଼ିବେ କେହି ବହୁଳ ଥୟ ନ ପଡ଼ିବେ କେହି ଅଗାଡ଼ି ଉଡ଼ିବ ଧାନ ପଡ଼ିଥିବ ତୋତେ ମୁଁ ଦେଲି ଚେତାଇ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସେଇ ସମୟରେ ଘୋର ରଡ଼ି ହେବ ଗହିରା ଟିକିରେ ଥୟ ନ ପଡ଼ିବେ କେହି ଗହିରା ଟିକିରେ ବିକଟାଳ ଗୋଟେ ରଡ଼ି ହେବ ଯେତେବେଳେ ଯୁଦ୍ଧ ଚାଲୁଥିବ କିନ୍ତୁ ଭିତରେ ଯୁଦ୍ଧ ଚାଲୁଥିବ ସେତେବେଳେ ଥୟ କେହି ପଡ଼ିବେ ନାହିଁ ଅଗାଡ଼ି ଉଡ଼ିବ ଧାନ ପଡ଼ିଥିବ ତୋତେ ମୁଁ ଦେଲି ଚେତାଇ ଅଗାଡ଼ି ଗୁଡ଼ିକ ସବୁ ଉଡ଼ିଯିବ ଧାନ ପଡ଼ିଯିବ ମାନେ ଖରାପ ଲୋକମାନେ ଚାଲିଯିବେ ଦୁଷ୍ଟମାନେ ଚାଲିଯିବେ ଭଲ ଲୋକମାନେ ସେମାନେ ରହିଯିବେ ରଡ଼ି ଦେବ କି ସେ ଗହିରା ଟିକିରି ଠାରେ ଘୋର ରଡ଼ି ଗୋଟେ ଯେଉଁ ହବ ସେ ରଡ଼ିଟା ଦେବ କି ଏ କଥା କ'ଣ ମାଳିକାରେ ଲେଖା ହେଇଛି ହଁ କ'ଣ ଲେଖା ହେଇଛି ନା ଟିକରା ଗହିରି ହନୁ ତିନି ରଡ଼ି ଦେବ ବାବୁ ତିନି ରଡ଼ି ଦେବା ରଡ଼ି ଘାତେ ଛତା ମଠ ଗଡ଼ି ଯେ ପଡ଼ିବ ବାବୁ ବଳି ଯେ ପରିବା ବୋଲେ ଟିକରା ଗହିରି ହନୁ ତିନି ରଡ଼ି ଦେବ ଯାଆନ୍ତୁ ଗହିରା ଟିକିରି ଭଦ୍ରକ ଜିଲ୍ଲା ଗହିରା ଟିକିରି ମାଳିକା ବର୍ଣ୍ଣିତ ଏ କ୍ଷେତ୍ର ସେଠି ହନୁମାନଙ୍କର ପ୍ରତିମୂର୍ତ୍ତି ରହିଛି ମୁକୁନ୍ଦ ଦେବଙ୍କର ରାଜା ମୁକୁନ୍ଦ ଦେବଙ୍କର ମଧ୍ୟ ପ୍ରତିମୂର୍ତ୍ତି ରହିଛି ଗହିରା ଟିକିରି ଅଚ୍ୟୁତାନନ୍ଦ ମାଳିକାରେ ଲେଖିଲେ ଚକଡ଼ା ମଡ଼ାଣରେ କହିଲେ ବାବୁରେ ସେ ଗହିରା ଟିକିରେ ଯେଉଁ ହନୁ ଅଛନ୍ତି ଯେତେବେଳେ ମହାଭାରତ ଯୁଦ୍ଧ ଚାଲିଥିବ ସମ୍ପ୍ରଦାୟ ଭିତରେ ସେଠି ହନୁ ତିନି ରଡ଼ି ଦେବ ବୋଲି ମାଳିକାରେ କୁହାଯାଇଛି ଆଉ ସେଇ ରଡ଼ି ହାତରେ ଛତା ମଠ ଗଳି ଯେ ପଡ଼ିବ ନିକଟରେ ଛତା ମଠ ଅଛି ସେ ଛତା ମଠ ଗଳି ପଡ଼ିବ ମାନେ ଭାଙ୍ଗିଯିବ କହିଲେ ଉଆସି କନ୍ୟା କାନ୍ଦଇ ରାତ୍ର ଅର୍ଦ୍ଧ ଠାର ବାବୁ ରାତ୍ର ଅର୍ଦ୍ଧ ଠାର କେହି ନ ଜାଣନ୍ତି ଭଗତ ଜାଣନ୍ତି ସତ୍ୱର ବାବୁ ଜାଣନ୍ତି ସବର ଉଆସି କନ୍ୟା କାନ୍ଦଇ ରାତ୍ର ଅର୍ଦ୍ଧଠାର ସେଇ ଗହିରା ଟିକିରି ଠାରେ ଏବେ ବି ଜଣେ ଉଆସି କନ୍ୟା ରାତି ଅଧରେ ସେ ଅଞ୍ଚଳରେ ବୁଲି ବୁଲି କାନ୍ଦୁଛି ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକା ଲେଖିଛନ୍ତି। ଆପଣ ଅନେକ ଯଦି ଅଞ୍ଚଳବାସୀ ଥିବେ ତାହେଲେ ଏଇ ଶବ୍ଦ ଶୁଣୁଥିବେ ଏ ଶବ୍ଦ ଶୁଣୁଥିବେ ବହୁତ ଲୀଳା ହୋଇବ ସେ ସ୍ଥାନରେ ଜାଣ ବାବୁ ସେ ସ୍ଥାନରେ ଜାଣ ରହିଛି ପୂର୍ବରେ ଆଶ୍ରମ ପ୍ରମାଣ ବାବୁ ଆଶ୍ରମ ପ୍ରମାଣ କହିଲେ ସେଇଠି ଗୋଟେ ହୁଙ୍କା ବଢୁଛି ଗହିରା ଟିକିରେ ଗୋଟେ ହୁଙ୍କାଟା ଆପେ ଆପେ ବଢୁଛି କଠଉ ମଧ୍ୟ ସେଟା ରହିଛି ପୂଜା ପାଉଛି ଆହୁରି ମଧ୍ୟ ଅନେକ ସୁଡ଼ଙ୍ଗ ମାନ ମଧ୍ୟ ସେ କ୍ଷେତ୍ରରେ ଗହିରା ଟିକିରେ ଅଛି ଆଉ ସେଇ ସୁଡ଼ଙ୍ଗ ବାଟ ଏବେ ଜଣା ନଥିଲେ ମଧ୍ୟ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ନିକଟ ଭବିଷ୍ୟତରେ ସେ ସୁଡ଼ଙ୍ଗର ବାଟ ସବୁ ଖୋଲିବ ତେଣୁ ସୁଧୀଜନେ ଏତ ସମୟ ହେଇଛି ଆମେ ଆଜି ମାଳିକା ବଚନ ଆଲୋଚନା କଲେ ଭଦ୍ରକ ଜିଲ୍ଲାର ଗହିରା ଟିକିର ମାଳିକା ଏ ମାହାତ୍ମ୍ୟ ଏବଂ ମହିମା